ବିଜେଡି ପକ୍ଷରୁ ଜୋଅରା ବଞ୍ଚାଅ ଅଭିଯାନ କୋରାପୁଟ ଜିଲ୍ଲା କୋଟପଡ଼ା ବ୍ଲକର ସୀମାନ୍ତରେ ଥିବା ଜୋଅରା ମୁହାଣରେ ବାଲି ବସ୍ତା ଅବରୋଧକୁ ତୁରନ୍ତ ହଟାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବହୁ ନେତା ଓ କର୍ମୀ ଛତିଶଗଡ଼ର ଦାଦାଗିରି ଚଳିବ ନାହିଁ, ମୁହାଣରେ ଥିବା ବାଲି ବସ୍ତାକୁ ତୁରନ୍ତ ହଟାଯାଇ 2003 ଚୁକ୍ତିନାମାର ଉଲ୍ଲଂଘନ ଚଳିବ ନାହିଁ ବୋଲି ବିଭିନ୍ନ ସ୍ଲୋଗାନ ଦେଇ ଆଜି ପ୍ରତିବାଦ କରାଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲଣ, ବ୍ଲକ ଉପାଧ୍ୟକ୍ଷ ବାବୁଲି ପାଣିଗ୍ରାହୀ, କେସି ଉପାଧ୍ୟକ୍ଷ ବୁରୁପଡ଼ା ଭଡ଼ଗା, ବରିଷ୍ଠ ବିଜେଡି ନେତା ପଦ୍ମନ ବିଶୋଇ, ମହମ୍ମଦ ସଲିମ, ପୂର୍ବତନ ବିଧାୟକ ଲକ୍ଷ୍ମୀପୁର ପ୍ରଭୁ ଜାନି, କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅଞ୍ଚଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିବାର ଜଣାଯାଇଛି। ଏନେଇ ନବରଙ୍ଗପୁର ଜଳସମ୍ପଦ ବିଭାଗର ଯନ୍ତ୍ରୀ ଚନ୍ଦ୍ରମଣି କାଲୋ ଏବଂ ସହକାରୀ ଯନ୍ତ୍ରୀ ସୁନୀଲ ମୁଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାମ ଚାଲିଛି ବୋଲି ସୂଚନା ପ୍ରଦାନ କରିଥିବାର ଜଣାଯାଇଛି।